ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ସକାଳୁ ସକାଳୁ ଛୋଟ ଗୋଟେ ଭିଡ଼ିଓ ନେଇକି ଆସିଗଲି। ଲୋକ ସମସ୍ତେ ସକାଳୁ ଉଠିଲେ କ'ଣ କରନ୍ତି? ତାଙ୍କର ନିତ୍ୟ କାମ କରନ୍ତି। ମୁଁ ମୋ କାମ କରୁଛି, ମାନେ ଯେଉଁ ସକାଳୁ ଉଠିକି ଭିଡ଼ିଓ ବନେଇବା, ଆଉ ପ୍ରାୟତଃ ମୁଁ କରେ, ଏଡ଼ିଟ୍ କରେ, ଏଇସବୁ କରେ। ମୁଁ ଦିନେ କହିଥିଲି ଯେମିତି ମୁଁ ଛାତ ଉପରେ କ'ଣ ସବୁ ଗଛ ଲଗେଇଛି ସେଇଟା ଆପଣମାନଙ୍କ ସହିତ ମୁଁ ସେୟାର କରିବି। ଏବେ ଦେଖଉଛି, ଦେଖୁ ଦେଖୁ ବୋଧେ ମୋ ଗଛର ସବୁ ଜିନିଷ ସବୁ ପାଚିଯାଇଛି। ଏବେ ମୁଁ ଭିଡ଼ିଓ କରିକି ଦେଖଉଛି। ଫାଷ୍ଟ ତ ମୁଁ ଏଇଟା ଦେଖେଇବି। এইটা হচ্ছে ଗୋଟେ ଗୋଲାପ ଗଛ ନାଲି। ଆଉ ଏଇଠି ଦେଖନ୍ତୁ ଆଉ ଗୋଟେ ଭେରାଇଟି, ସେଠି ବହୁତ କଢ଼ ସବୁ ଆସିଛି। ଆଉ ଏଇଥିରେ ଫୁଲ ଫୁଟିକି ଫୁଲ ଏମିତି ବଡ଼ ହେଇଯାଇଛି। ଆଉ ଏଇଟା ହେଉଛି ମୋର ଡ୍ରାଗନ୍ ଗଛ, ଯେଉଁଟାକି ଏବେ ନୂଆ ବାହାରିଛି। ଆଉ ଏଇଟା ହେଉଛି ପଦ୍ମ ଗଛ, ଯେଉଁଥିରେ ଧଳା ଧଳା ଫୁଲ ହେବ। ଆଉ ଏଇଥିରେ ତ ମୁଁ ଆଉ ଗୋଟେ ଭିଡ଼ିଓ ଦେଖିଛି, ମୁଁ ମାଛ ଛାଡ଼ିଛି। ଆଉ ଏଇଟା ହେଉଛି ଆଳୁ ଗଛ। ଦେନ୍ ଏଇଟା ଯେଉଁଟା ମୁଁ ପୁରା ଛୋଟ ଗଛ ଲଗେଇଥିଲି, ଟମାଟୋ ଗଛ। ଏବେ ଦେଖନ୍ତୁ କେତେ ଟମାଟୋ ହେଇକି ଟମାଟୋ ସବୁ ପାଚିଗଲାଣି। ଏବେ ମୁଁ ସେଇଟାକୁ ଏବେ ତୋଳିବି। ଦେନ୍ ଆଉ ଏପଟେ ଅଛି ଆଉ ଗୋଟେ, ଏଇଠି ଅଛି ଲଙ୍କା ଗଛ। ଆଉ ଏପଟେ ଏବେ ଟମାଟୋ ଗୁଡ଼ା ପାଚିନି, କିନ୍ତୁ ମୁଁ ଏଗୁଡ଼ା ତୋଳି ନେବି। କାରଣ ଏବେ ଯଦି ଗଛରେ ରହିବ, କାଉ ଏମାନେ ଆସିକି ଟମାଟୋ ଗୁଡ଼ା ଖାଇଦେବେ। ମୁଁ ମୋ ଛାତ ଗଛରେ ଏତିକି ଟମାଟୋ ମୁଁ ପାଇଯାଇଛି। ଆଉ ଗୋଟେ ଗଛ ମୁଁ ଦେଖାଉଛି, ଏଇଟା ଏଇଟା ମୁଁ ଯାଇଥିଲି ଲାଇଟ୍ ହାଉସ୍, ସେଇଠୁ ନେଇକି ଆସିଛି। ଏଇ ଗଛର ନାଁ କ'ଣ ଆପଣମାନେ ଜାଣିଥିଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଟମାଟୋ ଏଇଟା ହେଉଛି ସେକେଣ୍ଡ ନମ୍ବର ମୁଁ ଗଛରୁ ନେଲି। ଆରଥର ଆଇ ନେଇକି ଆମର ଖିଆପିଆ ବି ହେଇଯାଇଛି ଟମାଟୋ। ଆଉ ଭିଡ଼ିଓ କରିକି ଏବେ ବି ହେଲାନି। ଦେନ୍ ଆଜି ମୁଁ ଭିଡ଼ିଓ କରିକି ଆପଣମାନଙ୍କୁ ଦେଖାଉଛି। ଆଉ କମେଣ୍ଟ ମାଧ୍ୟମରେ ଜଣେଇବେ ଯେ ମୋର ଛାତ ବଗିଚା କେମିତି ଲାଗୁଛି। ଟାଟା ଗାଇସ୍।